OSOU MAOD 10 Blog 1 Short Question and Answer Number 1 T.S. Eliot କ୍ଲାସିକ୍ର ସଂଜ୍ଞା ସମ୍ପର୍କରେ କ'ଣ କହିଥିଲେ? T.S. Eliot କ୍ଲାସିକ୍ର ସଂଜ୍ଞା ସମ୍ପର୍କରେ କହିଥିଲେ ତାଙ୍କର ହ୍ୱାଟ୍ ଇଜ୍ କ୍ଲାସିକାଲ ପୁସ୍ତକରେ ଏ କ୍ଲାସିକ୍ କ୍ୟାନ୍ ଓନ୍ଲି occur when a civilization is mature, when a language and literature are mature, and it must be the work of a mature mind. It is the importance of that civilization and of that language as well as the comprehensiveness of the mind of the individual poet which gives the universality. अर्थात ଯେତେବେଳେ ଭାଷା ସାହିତ୍ୟ ସମୃଦ୍ଧ ବା ପରିପୃଷ୍ଟ ହୁଏ ସେତେବେଳେ ସଭ୍ୟତାର ଅଭିବୃଦ୍ଧି ସମ୍ଭବ ହୁଏ। ଏହିଭଳି ଏକ ସମୃଦ୍ଧ ସମୟରେ ଏକ ପରିପକ୍ୱ ମାନସିକତା ମଧ୍ୟରୁ କ୍ଲାସିକ୍ ସୃଷ୍ଟି ଆତ୍ମପ୍ରକାଶ କରିଥାଏ। ଏହା ହିଁ କ୍ଲାସିକ୍ ସୃଷ୍ଟିର ସାର୍ବଜନୀନ ରୂପ ପ୍ରଦାନ କରିଥାଏ। ନମ୍ବର 2 ନିଉ କ୍ଲାସିକ୍ ଯୁଗର ଅଭ୍ୟୁଦୟ ସମ୍ପର୍କରେ ଆଲୋଚନା କର। ମଧ୍ୟଯୁଗୀୟ ଧର୍ମବିଶ୍ୱାସ ଓ ଲାଟିନ୍ ଭାଷାର ବହୁଳ ପ୍ରୟୋଗ ମଧ୍ୟରେ କ୍ଲାସିକ୍ ସାହିତ୍ୟର ଅଭିବ୍ୟଞ୍ଜନ ନିମିତ୍ତ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି ହୋଇପାରିଲା ନାହିଁ। 1953 ଖ୍ରୀଷ୍ଟୀୟରେ ଗ୍ରୀକ୍ ସାମ୍ରାଜ୍ୟର ପତନ ଘଟିଲା। ଗ୍ରୀକ୍ର ପଣ୍ଡିତମାନେ ଇଟାଲୀ ପଳାୟନ କଲେ। ଇଟାଲୀର ସାହିତ୍ୟିକମାନଙ୍କ ସହ ଗ୍ରୀକ୍ ବିଦ୍ୱାନମାନଙ୍କର ଭାବ ବିନିମୟ ଏକ ନୂଆ ସାହିତ୍ୟିକ ଯୁଗ ଆଡ଼କୁ ପଥ ପରିଷ୍କାର କରିନେଲା। ପ୍ରାଚୀନ ସାହିତ୍ୟ କୃତିର ନବମୂଲ୍ୟାୟନ ଆରମ୍ଭ ହେଲା। କ୍ଲାସିକ୍ ଭାବଧାରା ବଦଳି ଯାଇ ତା'ର ସ୍ଥାନ ନେଲା ନିଉ କ୍ଲାସିକ୍। ଏହିପରି ଭାବରେ ନିଉ କ୍ଲାସିକ୍ ଯୁଗର ଅଭ୍ୟୁଦୟ ହେଲା। ନମ୍ବର 3 ନିଓ କ୍ଲାସିକ୍ ଗୋଷ୍ଠୀ କେଉଁ ତିନୋଟି କଥା ଉପରେ ଗୁରୁତ୍ୱ ଦେଉଥିଲେ? ନିଓ କ୍ଲାସିକ୍ ଗୋଷ୍ଠୀ ତିନୋଟି କଥା ଉପରେ ଗୁରୁତ୍ୱ ଦେଇଥିଲେ। କଳ୍ପନାର ପରିପ୍ରକାଶ, ବାହ୍ୟରୂପ ବର୍ଣ୍ଣନାରେ ସୌନ୍ଦର୍ଯ୍ୟର ଅଭିବ୍ୟକ୍ତି, ରଚନାରେ ନିର୍ଦ୍ଦିଷ୍ଟ ଶୈଳୀର ପ୍ରୟୋଗ। ନମ୍ବର 4 କ୍ଲାସିକ୍ ସ୍ରଷ୍ଟାମାନଙ୍କ ଦୃଷ୍ଟିରେ ପ୍ରକୃତି ପ୍ରତି ସମ୍ମାନବୋଧ କିପରି ରହିଥିଲା ଦର୍ଶାଅ। କ୍ଲାସିକ୍ ସ୍ରଷ୍ଟାମାନଙ୍କ ଦୃଷ୍ଟିରେ ପ୍ରକୃତି ପ୍ରତି ସମ୍ମାନବୋଧ ରହିଥିଲା। ଏମାନଙ୍କ ଦୃଷ୍ଟିରେ ପ୍ରକୃତି ସର୍ବଦା ଉଚ୍ଚ ଆସନ ଲଭିଥିଲା। କଲା କହିଲେ ସୁନ୍ଦର ପ୍ରକୃତିର ଯଥାଯଥ ରୂପାନ୍ତରଣ ବୋଲି ଏମାନେ ଗ୍ରହଣ କରି ନେଇଥିଲେ। ଯାହା ପାଠକ ପାଇଁ ବିଶ୍ୱସନୀୟ ସେଭଳି ବସ୍ତୁକୁ ନେଇ କାବ୍ୟ ଜଗତରେ ସ୍ଥାନ ଦେଇଥିଲେ। ପ୍ରକୃତି ଚିତ୍ରଣ ମାଧ୍ୟମରେ ଅବାସ୍ତବ ଜଗତର ବର୍ଣ୍ଣନା ଏମାନଙ୍କର ନୀତି ବିରୁଦ୍ଧ ଥିଲା। ପ୍ରକୃତିର ଅନୁକରଣ ଉପରେ ଏମାନେ ଗୁରୁତ୍ୱ ଦେଉଥିଲେ। ଆରିଷ୍ଟଟଲଙ୍କର ଫଟୋଗ୍ରାଫିକ୍ ଭଳି ଅନୁକରଣ ବା ମିମିକ୍ସକୁ ଏମାନେ ପସନ୍ଦ କରୁନଥିଲେ। ପରମ୍ପରା ଏମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏମାନଙ୍କର ଐତିହ୍ୟ, ସଂସ୍କୃତି, ରକ୍ଷଣଶୀଳତା, ପ୍ରାଚୀନ ଆଦର୍ଶ ପ୍ରତି ଗଭୀର ସମ୍ମାନବୋଧ ରହିଥିଲା। ସର୍ବଦା ନୀତି ଓ ଆଦର୍ଶକୁ ଏମାନେ ଗୁରୁତ୍ୱ ଦେଉଥିଲେ। ନମ୍ବର 5 ଦୁଇଟି ଓଡ଼ିଆ କ୍ଲାସିକ୍ ଉପନ୍ୟାସ ସମ୍ପର୍କରେ ସୂଚନା ପ୍ରଦାନ କର। ଦୁଇଟି ଓଡ଼ିଆ କ୍ଲାସିକ୍ ଉପନ୍ୟାସ ହେଲା ଫକୀରମୋହନଙ୍କର 6 ମାଣ 8 ଗୁଣ୍ଠ ଏବଂ ମାମୁଁ ଏବଂ ଗୋପୀନାଥ ମହାନ୍ତିଙ୍କର ପରଜା। ୱାଲ୍ଟର ପିଟର ରୋମାଣ୍ଟିକ୍ର ସଂଜ୍ଞା ନିରୂପଣ କରିବାକୁ ଯାଇ କ'ଣ କହିଥିଲେ? ୱାଲ୍ଟର ପିଟର ରୋମାଣ୍ଟିକ୍ର ସଂଜ୍ଞା ନିରୂପଣ କରିବାକୁ ଯାଇ କହିଥିଲେ ଏଡିସନ୍ ଅଫ୍ ଷ୍ଟ୍ରଙ୍ଗନେସ୍ ଟୁ ବିଉଟି, ଅର୍ଥାତ୍ ସୌନ୍ଦର୍ଯ୍ୟର ସହ ବିସ୍ମୟର ସମ୍ମିଶ୍ରଣ। ନମ୍ବର 7 ରୋମାଣ୍ଟିକ୍ ଆନ୍ଦୋଳନ କେଉଁ ଭାବଧାରା ଉପରେ ପର୍ଯ୍ୟବେସିତ ଥିଲା? ରୋମାଣ୍ଟିକ୍ ଆନ୍ଦୋଳନ 3 ଗୋଟି ଭାବଧାରା ଉପରେ ପର୍ଯ୍ୟବେସିତ ଥିଲା, ଯଥା ଫରାସୀ ବିପ୍ଳବରେ ରୁଷଙ୍କର ବ୍ୟକ୍ତି ସ୍ୱାତନ୍ତ୍ର୍ୟ ପ୍ରତିଷ୍ଠା ଉପରେ ଗୁରୁତ୍ୱ, ସାମାଜିକ ସ୍ତରରେ ଫରାସୀ ରାଷ୍ଟ୍ର ବିପ୍ଳବ, ଜର୍ମାନୀର କାଣ୍ଟ ହେଗେଲଙ୍କର ପ୍ରବର୍ତ୍ତିତ ଅତୀନ୍ଦ୍ରିୟବାଦୀ ଚେତନା। ନମ୍ବର 8 ରୋମାଣ୍ଟିକ୍ କବିମାନଙ୍କର ସୌନ୍ଦର୍ଯ୍ୟଗ୍ରାହୀ ଦୃଷ୍ଟିଭଙ୍ଗୀ ସମ୍ପର୍କରେ ସୂଚନା ପ୍ରଦାନ କର। ରୋମାଣ୍ଟିକ୍ କବିମାନଙ୍କର ସୌନ୍ଦର୍ଯ୍ୟଗ୍ରାହୀ ଦୃଷ୍ଟିଭଙ୍ଗୀ ହେଲା ସକଳ କଳାର ସୃଷ୍ଟିର ମୂଳ କାରଣ ସୌନ୍ଦର୍ଯ୍ୟ। ସୌନ୍ଦର୍ଯ୍ୟ ମଣିଷର ଅନ୍ତର୍ଜଗତର ଏକ ଅନିବର୍ଜନୀୟ ଅବର୍ଣ୍ଣନୀୟ ବିଶୁଦ୍ଧ ଉପଲବ୍ଧି। ଜାଗତିକ ନୀତିନିୟମ ଦ୍ୱାରା ସୌନ୍ଦର୍ଯ୍ୟର ସ୍ୱରୂପ ଉଦ୍ଘାଟନ ଅସମ୍ଭବ। କେବଳ କଳ୍ପନା ହିଁ ଏହି ଅସମ୍ଭବକୁ ସମ୍ଭବ କରିଥାଏ। କଳ୍ପନା ବଳରେ ବ୍ୟକ୍ତିତ୍ୱର ବନ୍ଧନ ଦୂରେଇଯାଏ। ଅତୀତର ସ୍ମୃତି ପୁନଃଉଜ୍ଜୀବିତ ହୁଏ। ବିଶ୍ୱ ପ୍ରକୃତିର ରୂପରସ ରୂପକର ଭୋକ୍ତା ପାଲଟିଯାଏ। ସୌନ୍ଦର୍ଯ୍ୟ ରୂପକ ସାପେକ୍ଷ ଅନୁଭୂତି ବଳରେ ରୋମାଣ୍ଟିକ୍ ସ୍ରଷ୍ଟା ପ୍ରକୃତିର ପ୍ରତିକୃତି ଅଙ୍କନ କରିପାରେ। ଏହି ଦିବ୍ୟ ମୁହୂର୍ତ୍ତ ସାଧାରଣକୁ ଅସାଧାରଣରେ ପରିଣତ କରିଦିଏ। ଅଦୃଷ୍ଟ ଜଗତ ସହିତ କବିର ସମ୍ବନ୍ଧ ଯୋଡ଼ି ହୋଇଯାଏ। ସୌନ୍ଦର୍ଯ୍ୟଜନିତ ତୃପ୍ତିର ପରିପ୍ରକାଶ ଘଟେ। ଏହା କେବେ ଅବସାଦ ଆଣେ ନାହିଁ।
ନମ୍ବର 9 ରାଧାନାଥଙ୍କର ରୋମାଣ୍ଟିକ୍ ପ୍ରବଣତା ସମ୍ପର୍କରେ ଆଲୋଚନା କର। ରାଧାନାଥଙ୍କ ରୋମାଣ୍ଟିକ୍ ପ୍ରବଣତା ହେଲା ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଇ। ଚିଲିକାରୁ ଆନିତ ଦୃଷ୍ଟପୂର୍ବ ହୋଇ ଅଦୃଷ୍ଟ ପ୍ରତୀତି ସୁନ୍ଦରପଣର ଚିରନ୍ତର ରୀତି। ଚିଲିକାରୁ ଆନିତ ଜନ୍ କିଣ୍ଡ୍ସଙ୍କ ସିଲେକ୍ଟେଡ୍ ପୋଏମ୍ସ ଏଣ୍ଡିମିୟନ୍ 1985 ରାଧାନାଥଙ୍କର ଅନୁବାଦ ସହିତ ମିଶ୍ରିତ। ଯଥା ଏ ଥିଙ୍ଗ ଅଫ୍ ବିୟୁଟି ଇଜ୍ ଅ ଜୟ ଫର୍ ଏଭର୍ ଇଟ୍ସ ଲଭଲିନେସ୍ ଇନକ୍ରିଜେସ୍ ଇଟ୍ ୱିଲ୍ ନେଭର୍ ପାସ୍ ଇଣ୍ଟୁ ନଥିଙ୍ଗନେସ୍। ରୋମାଣ୍ଟିକ୍ ସ୍ରଷ୍ଟାର ଦୁଇଟି ପ୍ରମୁଖ ବୈଶିଷ୍ଟ୍ୟ ସମ୍ପର୍କରେ ଆଲୋଚନା କର। ରୋମାଣ୍ଟିକ୍ ସ୍ରଷ୍ଟାଙ୍କର ଦୁଇଟି ପ୍ରମୁଖ ବୈଶିଷ୍ଟ୍ୟ ହେଲା କଳ୍ପନା ପ୍ରବଣତା। ରୋମାଣ୍ଟିକ୍ କବି ସର୍ବଦା ବାସ୍ତବ ଜଗତରୁ ଦୂରେଇ ରହି ସୁଦୂରରେ କଳ୍ପଲୋକରେ ବିଚରଣ କରିଥାଏ। ଯୁକ୍ତି ଅପେକ୍ଷା ଭାବାବେଗ ଉପରେ ଏମାନେ ଗୁରୁତ୍ୱ ଦିଅନ୍ତି। ସେମାନଙ୍କ ମତରେ ପରିଦୃଶ୍ୟମାନ ବାସ୍ତବ ଜଗତ ଅପେକ୍ଷା କଳ୍ପନା ଅଧିକ ଶକ୍ତିଶାଳୀ। ସେଥିପାଇଁ ୱିଲିୟମ୍ ବ୍ଲେକ୍ ଏଙ୍ଗରିସ୍ ଅଫ୍ ଇନସେନ୍ସରେ କହିଥିଲେ, ଟୁ ସି ଏ ୱାର୍ଲ୍ଡ ଇନ୍ ଏ ଗ୍ରେନ୍ ଅଫ୍ ସ୍ୟାଣ୍ଡ ଆଣ୍ଡ ହେଭେନ୍ ଇନ୍ ଏ ୱାଇଲ୍ଡ ଫ୍ଲୋର ହୋଲ୍ଡ ଇନଫିନିଟି ଇନ୍ ଦ ପାମ୍ ଅଫ୍ ୟୋର ହ୍ୟାଣ୍ଡ ଆଣ୍ଡ ଇଟର୍ନିଟି ଇନ୍ ଅନ୍ ୟୋର। କଲେରିଜ୍ ବୁଢ଼ା ନାବିକର ସଙ୍ଗୀତ ମଧ୍ୟରେ ପାଣି ପାଇଁ ଆର୍ତ୍ତ ଚିତ୍କାର କରିଛନ୍ତି। ଯଥା ୱାଟର ୱାଟର ଏଭ୍ରିହ୍ୱେର୍ ନର୍ ଏନି ଡ୍ରପ୍ ଟୁ ଡ୍ରିଙ୍କ ଦ ରାଇମ୍ ଅଫ୍ ଦ ଏନ୍ସେଣ୍ଟ ମାରିନର୍ ଏସ୍.ଟି. କୋଲରିଜଙ୍କର। ସର୍ବତ୍ର ଜଳ ଥାଇ ମଧ୍ୟ ଖୋଜିଲେ ମିଳୁନାହିଁ। ପାଇ ନ ପାଇବାର ଅତୃପ୍ତି ମଧ୍ୟରେ କବିତ୍ୱ ସାର୍ଥକ ହୋଇଥାଏ। ବ୍ୟକ୍ତିବାଦୀ ଚେତନା। ରୋମାଣ୍ଟିକ୍ କବିଗଣ ବ୍ୟକ୍ତିଗତ ଜୀବନରେ ଘଟୁଥିବା ବିବିଧ ଘଟଣାବଳୀ ଉପରେ ସଦା ଗୁରୁତ୍ୱାରୋପ କରୁଥିଲେ। ଏ ସମୟର କବି ହେଉଛନ୍ତି ଜନ୍ କିଟ୍ସ। ସେ କହୁଥିଲେ, ଗଛରେ ପତ୍ର କଅଁଳିବା ଯେମିତି ଏକ ପ୍ରକାର ସ୍ୱତଃସ୍ଫୂର୍ତ୍ତତା, ଠିକ୍ ସେହିପରି ରୀତିରେ କବିତା କବିର ହୃଦୟକୁ ଆସେ। ନମ୍ବର 11 ପ୍ରତୀକ ସମ୍ପର୍କରେ ପ୍ଲାଟୋଙ୍କର ମନ୍ତବ୍ୟ କ'ଣ ଥିଲା? ପ୍ରତୀକ ସମ୍ପର୍କରେ ପ୍ଲାଟୋଙ୍କର ମନ୍ତବ୍ୟ ଥିଲା ଯେ ସଂସାରର ପ୍ରତ୍ୟେକ ବସ୍ତୁର ଏକ ପୂର୍ଣ୍ଣରୂପ ଅପାର୍ଥିବ ଜଗତରେ ଥାଏ। ପାର୍ଥିବ ଜଗତରେ ଏକ ଅପୂର୍ଣ୍ଣ ଅସ୍ପଷ୍ଟ ପ୍ରତିବିମ୍ବ ମାତ୍ର ରହିଥାଏ। ପୃଥିବୀ ଏକ ଦର୍ପଣ ସଦୃଶ ଓ ଏସି ଶକ୍ତି ପ୍ରତିଫଳନରେ ଆଲୋକରେ ଏହା ଜାଜ୍ୱଲ୍ୟମାନ ହୋଇଥାଏ। ନମ୍ବର 12 ପ୍ୟାରି କମ୍ୟୁନ୍ ସମ୍ପର୍କରେ ଯାହା ଜାଣ ଲେଖ। ଖ୍ରୀଷ୍ଟୀୟ 1871 ମସିହା ଫରାସୀ ଦେଶରେ ତୃତୀୟ ପ୍ରଜାତନ୍ତ୍ର ସ୍ଥାପନର ବର୍ଷ ବିଶ୍ୱ ଇତିହାସରେ ଏକ ସ୍ମରଣୀୟ ବର୍ଷ ଭାବରେ ପରିଗଣିତ। ଏହି ବର୍ଷ ପ୍ୟାରି କମ୍ୟୁନ୍ ପ୍ରତିଷ୍ଠା ହୋଇଥିଲା। ଏ ସମଗ୍ର ବିଶ୍ୱରେ ପ୍ରଜାତନ୍ତ୍ରର ପ୍ରଥମ ସରକାର ଥିଲା। 1870 ମସିହାରେ ଫ୍ରାନ୍ସ ଓ ପ୍ରୁସିଆ ମଧ୍ୟରେ ଯୁଦ୍ଧ ହେଲା। ଏହି ଯୁଦ୍ଧରେ ତୃତୀୟ ନେପୋଲିଅନଙ୍କର ସେନାବାହିନୀ ପ୍ରୁସିଆଠାରୁ ପରାଜିତ ହେଲା। 13 ଅର୍ନେଷ୍ଟ କାସିର୍ଙ୍କର ମତାମତ ସମ୍ପର୍କରେ ଉଲ୍ଲେଖ କର। ପ୍ରତୀକବାଦ ପ୍ରତିଷ୍ଠାତା ହେଉଛନ୍ତି ଅର୍ନେଷ୍ଟ କାସିର୍। ଖ୍ରୀଷ୍ଟୀୟ 1874 1941। ତାଙ୍କ ମତାମତ ହେଲା, ମାନବ ଚରିତ୍ରର ପରିପ୍ରକାଶ ନିମନ୍ତେ ପ୍ରତୀକ ପ୍ରୟୋଗ ଉପରେ ସେ ଗୁରୁତ୍ୱ ପ୍ରଦାନ କଲେ। ତାଙ୍କ ମତରେ ମାନବ ପୂର୍ଣ୍ଣତଃ ଆଦର୍ଶବାଦୀ ବା ଭୌତିକବାଦୀ ନୁହେଁ, ପ୍ରତୀକ ମାଧ୍ୟମରେ ଉଭୟର ଅଂଶୀଦାର। ନମ୍ବର 14 ପଲ୍ ଭାଲେରୀଙ୍କର ପ୍ରତୀକବାଦୀ ଆନ୍ଦୋଳନ ସମ୍ପର୍କରେ ମତାମତ ଉଲ୍ଲେଖ କର। ପଲ୍ ଭାଲେରୀଙ୍କର ପ୍ରତୀକବାଦୀ ଆନ୍ଦୋଳନ ସମ୍ପର୍କରେ ମତାମତ ହେଲା, ସେ ପ୍ରତୀକବାଦୀ ଆନ୍ଦୋଳନର ଅନ୍ୟତମ ପୃଷ୍ଠପୋଷକ। ପଲ୍ ଭାଲେରୀଙ୍କର ଲା ଫ୍ୟୁନ୍ ପାର୍କ ସଫଳ ହେବା ପରେ ପାଶ୍ଚାତ୍ୟ ଜଗତରେ ସମସ୍ତ ବୁଦ୍ଧିଜୀବୀମାନଙ୍କର ସଶ୍ରଦ୍ଧ ଦୃଷ୍ଟି ଆକର୍ଷଣ କରିବା ସଙ୍ଗେ ସଙ୍ଗେ ପ୍ରତୀକବାଦୀ ଆନ୍ଦୋଳନକୁ ପୁନର୍ଜୀବିତ କରିଥିଲା। ନମ୍ବର 15 ଅନ୍ତର୍ଦୃଷ୍ଟିମୂଳକ ପ୍ରତୀକ କାହାକୁ କୁହାଯାଏ? ଅନ୍ତର୍ଦୃଷ୍ଟିମୂଳକ ପ୍ରତୀକରେ ଅନ୍ତର୍ଜଗତ ଓ ବାହ୍ୟ ଜଗତ ମଧ୍ୟରେ ଏକ ଯୋଗସୂତ୍ର ରକ୍ଷା କରାଯାଇଥାଏ। ବିଶେଷ କରି ଧର୍ମ ଓ କାବ୍ୟକଳା ସମ୍ବନ୍ଧୀୟ ବର୍ଣ୍ଣନାରେ ଏକ ପ୍ରକାର ପ୍ରତୀକର ପ୍ରୟୋଗ କରାଯାଇଥାଏ। ନମ୍ବର 16 ପ୍ରକୃତିକୁ ସଂଗୃହୀତ ପ୍ରତୀକ ସମ୍ପର୍କରେ ଆଲୋଚନା କର। ପ୍ରକୃତିରେ ସଂଗୃହୀତ ପ୍ରତୀକଗୁଡ଼ିକ ହେଲା ଯଥା ସୂର୍ଯ୍ୟ ଉଷ୍ମତା ଓ ପୁରୁଷତ୍ୱର ପ୍ରତୀକ, ଚନ୍ଦ୍ର ନାରୀତ୍ୱ ଓ ଆକୃତିର ପରିବର୍ତ୍ତନର ପ୍ରତୀକ, ନଦୀ ନାରୀ ଏବଂ ଜୀବନ ପ୍ରବାହର ପ୍ରତୀକ, ପର୍ବତ ସ୍ଥିର ଗର୍ବ ଓ ସୁରକ୍ଷାର ପ୍ରତୀକ, ଜଳ ସ୍ୱଚ୍ଛତା ନିର୍ମଳତାର ପ୍ରତୀକ, ଅନ୍ଧାର ପାପ ଓ ଅଜ୍ଞାନର ପ୍ରତୀକ, ପ୍ରଭାତ ଈଶ୍ୱରଙ୍କର ଆଶୀର୍ବାଦର ପ୍ରତୀକ, ଆଲୋକ ହେଉଛି ସତ୍ୟ ଏବଂ ଜ୍ଞାନର ପ୍ରତୀକ। ନମ୍ବର 17 ପଞ୍ଚସଖା ସାହିତ୍ୟରେ ବର୍ଣ୍ଣିତ ରହସ୍ୟବୋଧ ଓ ଆଧ୍ୟାତ୍ମିକତା ସମ୍ପର୍କରେ ବର୍ଣ୍ଣନା କର।
ପଞ୍ଚସଖା ସାହିତ୍ୟରେ ବର୍ଣ୍ଣିତ ରହସ୍ୟବୋଧ ଓ ଆଧ୍ୟାତ୍ମିକତାକୁ ନେଇ ବହୁ ପ୍ରତୀକର ପ୍ରୟୋଗ ହୋଇଛି, ଯଥା ମନସିଂହ, ଓଲଟ ବୃକ୍ଷ, ଲୋଟଣୀ ପାରା, ବହୁ ହଂସ ଇତ୍ୟାଦି। ଶରୀର ତତ୍ତ୍ୱମୂଳକ ଭଜନରେ ସ୍ଥାନ ପାଇଛି, ଯଥା ଅଜଗର ନିରୁଦ୍ବେଗତାର ପ୍ରତୀକ, ପୋପତ ସାଂସାରିକ ମୋହମାୟାର ପ୍ରତୀକ, ସମୁଦ୍ର ଗାମ୍ଭୀର୍ଯ୍ୟ ଓ ଧୈର୍ଯ୍ୟର ପ୍ରତୀକ, ମହୁମାଛି ସଞ୍ଚୟର ପ୍ରତୀକ। ଓଲଟ ବୃକ୍ଷ ଖେଳୁଛି ଲୋଟଣୀ ପାରା। ଓଲଟ ବୃକ୍ଷର ପ୍ରତୀକ ହେଉଛି ଶରୀର ଏବଂ ଲୋଟଣୀ ପାରା ହେଉଛି ଜୀବାତ୍ମାର ପ୍ରତୀକ। ବହୁ ଚାଲି ନ ଜାଣଇଲୁ ପାଦ ପଡ଼ୁଥାଇ ବଙ୍କା, ଯେଉଁ ଦିନ ବହୁ ସଲଖ ଚାଲିବ ଘରେ ପଡ଼ିଯିବ ଡକା। ମନ ବହୁ ଅର୍ଥରେ ବ୍ୟବହୃତ। 18. କେଉଁମାନେ ଚିତ୍ରକଳ୍ପବାଦୀ ଆନ୍ଦୋଳନର କର୍ଣ୍ଣଧାର ଥିଲେ? ଟି. ଇ. ହ୍ୟୁମ୍, ଏଜ୍ରା ପାଉଣ୍ଡ, ଇଜ୍ ଡୋରାର, ଏଫ୍. ଫର୍ ଏଭର୍ଟ୍ରାଷ୍ଟ, ହିଲ୍ଡା ଡୁଲିଟିଲ୍, ଆର୍ଲିଂଟନ୍, ହ୍ୟାରିଏଟ୍ ମୁନରୋ ଆଦି ଚିତ୍ରକଳ୍ପବାଦୀ ଆନ୍ଦୋଳନର କର୍ଣ୍ଣଧାର ଥିଲେ। ଏଜ୍ରା ପାଉଣ୍ଡଙ୍କର ନିୟମାବଳୀ କ'ଣ ଥିଲା? ଏଜ୍ରା ପାଉଣ୍ଡଙ୍କର ନିୟମାବଳୀଗୁଡ଼ିକ ହେଲା: ଡାଇରେକ୍ଟ ଟ୍ରିଟମେଣ୍ଟ ଅଫ୍ ଦ ଥିଙ୍ଗ, ୱେଦର ସବଜେକ୍ଟିଭ ଅର୍ ଅବଜେକ୍ଟିଭ, ଅର୍ଥାତ୍ ଅନ୍ତର କଥା ହେଉ ବା ବାହ୍ୟ ଜଗତର କଥା, ଯାହା କହିବ ପ୍ରତ୍ୟକ୍ଷ ବା ସିଧାସଳଖ ଭାବରେ କହିବ। To use absolutely no word that does not contribute to the presentation. କବିତାର ଉପସ୍ଥାପନାରେ ଆବଶ୍ୟକ ହେଉନଥିବା ଶବ୍ଦର ପ୍ରୟୋଗ କରିବା ଅନୁଚିତ। As regards rhythm, to compose in sequence of the musical phase, not in sequence of a metronome. କବିତାର ଛନ୍ଦକୁ ଉପଧା ମିଳନ ଭିତରେ ବାନ୍ଧି ନ ରଖି ଖଣ୍ଡକାବ୍ୟମାନଙ୍କର ସାଙ୍ଗୀତିକ ବିନ୍ୟାସ ମଧ୍ୟରେ ସଂଯୋଜିତ କରିବା ଉଚିତ। 20. ଇମେଜିଷ୍ଟ ଆନ୍ଥୋଲୋଜିର ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କର। 1930 ମସିହାରେ ଇମେଜିଷ୍ଟ କବିମାନଙ୍କର ଶେଷ କାବ୍ୟ ସଂକଳନ ହେଉଛି ଇମେଜିଷ୍ଟ ଆନ୍ଥୋଲୋଜି ପ୍ରକାଶ ପାଏ। ଟି. ଇ. ହ୍ୟୁମ୍ ଚିତ୍ରକଳ୍ପକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦିଅନ୍ତି। କବିତାର ପ୍ରତ୍ୟେକଟି ଶବ୍ଦ ଚିତ୍ରକଳାତ୍ମକ ହେବ ବୋଲି ଭାବନ୍ତି। ଭାବନାଭୂତି ବିନା କାବ୍ୟକଳ୍ପନା ଅସମ୍ଭବ। ସେହି ଭାବନାଭୂତି ହିଁ କବିତାରେ ସୁସ୍ପଷ୍ଟ ରୂପ ପରିଗ୍ରହ କରେ। ଗୁରୁପ୍ରସାଦ ମହାନ୍ତିଙ୍କ କବିତାରେ ଚିତ୍ରକଳ୍ପର ଏକ ଉଦାହରଣ ଦେଇ ଏହାର ପ୍ରୟୋଗ ସମ୍ପର୍କରେ ଲେଖ। ଗୁରୁପ୍ରସାଦ ମହାନ୍ତିଙ୍କର କବିତା ଆଖିର କପୋତ ମୋରରେ ଚିତ୍ରକଳ୍ପର ପ୍ରୟୋଗ ହୋଇଛି, ଯଥା: ଆଖିର କପୋତ ମୋର ଆକାଶର ଇସ୍ପାତ ଦେହରେ, ବାଧା ପାଇ ପ୍ରତିଦିନ ଫେରିଆସେ ଏହି ପୃଥିବୀକୁ, ଯେଉଁଠାରେ ତୁମେ କର ପ୍ରତିଦିନ ବିଜନ ପ୍ରତୀକ୍ଷା, ଜରା ମୃତ୍ୟୁ ବ୍ୟାଧି ପୁଣି ଜୀବନର ଅର୍ଥ ବୁଝିବାକୁ। ପ୍ରଥମ ଧାଡ଼ିର ପ୍ରଥମ ଦୁଇଟି ଶବ୍ଦ ଆଖି ଓ କପୋତ ମଧ୍ୟରେ କୌଣସି ବ୍ୟବଧାନ ନାହିଁ, ଏମାନେ ଏକ ଅଭିନ୍ନ ମନେ ହେଉଛନ୍ତି, ସେଥିପାଇଁ ଆଖିର କପୋତ ମୋର ଉପମା ରୂପକରେ ପରିଣତ ହୋଇଛି। 22. ଜା-ପଲ୍ ସାର୍ତ୍ରେଙ୍କର ଅସ୍ତିତ୍ୱବାଦୀ ଚିନ୍ତାଧାରା କ'ଣ ଥିଲା? ଜା-ପଲ୍ ସାର୍ତ୍ରେ ହେଉଛନ୍ତି ଜଣେ ଫରାସୀ ଦାର୍ଶନିକ। ସେ ଦାର୍ଶନିକ ହର୍ସିଲଙ୍କର ଛାତ୍ର। 1941 ମସିହାରେ ସାର୍ତ୍ରେ ନାଜି ସରକାରଙ୍କ ଦ୍ୱାରା ବନ୍ଦୀ ହେଲେ। ଯୁଦ୍ଧ ସନ୍ଧିପତ୍ର ସ୍ୱାକ୍ଷରିତ ହେବା ପରେ ତାଙ୍କୁ ମୁକ୍ତ କରାଯାଇଥିଲା। 1943 ମସିହାରେ ବେଇଂ ଆଣ୍ଡ ନଥିଙ୍ଗନେସ୍, ଅନ୍ ଏସେ ଅନ୍ ଫେନୋମେନୋଲୋଜିକାଲ ଆନ୍ଥୋଲୋଜି ଏବଂ ଏକ୍ଜିଷ୍ଟେନ୍ସିଆଲିଜମ୍ ପ୍ରକାଶ ପାଇଥିଲା। ତାଙ୍କର ଅସ୍ତିତ୍ୱବାଦୀ ଚିନ୍ତାଧାରା ହେଲା ଚେତନା ଜଗତ ଏବଂ ବସ୍ତୁ ଜଗତ ପରସ୍ପରଠାରୁ ଭିନ୍ନ। ତାଙ୍କ ଦୃଷ୍ଟିରେ ବସ୍ତୁ ଜଗତ ବେଇଂ ଇନ୍ ଇଟସେଲ୍ଫ ଓ ଚେତନା ଜଗତ ବେଇଂ ଫର୍ ଇଟସେଲ୍ଫ। ଜଗତର ସକଳ ପାର୍ଥିବ ବସ୍ତୁ ଇନ୍ ଇଟସେଲ୍ଫର ଅନ୍ତର୍ଭୁକ୍ତ। ଏ ଜଗତରେ ବିଂ ବା ଅସ୍ତିତ୍ୱ ନାହିଁ, ଏହା ବିଂ ବା ଅସ୍ତିତ୍ୱର ପରିପ୍ରକାଶ। ଏହା ଏତେ ନିଦା ଯେ ଏହା ମଧ୍ୟରେ ନଥିଙ୍ଗନେସ୍, ଶୂନ୍ୟତା ବା ଅନସ୍ତିତ୍ୱର ସ୍ଥାନ ନାହିଁ। କିନ୍ତୁ ଚେତନାର ଜଗତରେ ଏକା ଫାଙ୍କା ବା ଶୂନ୍ୟତା ଦେଖାଯାଏ। ଚିନ୍ତା ଓ ଚିନ୍ତା କରାଯାଉଥିବା ବସ୍ତୁ ମଧ୍ୟରେ ମଧ୍ୟ ଶୂନ୍ୟତା ବା ଫାଙ୍କ ବିଦ୍ୟମାନ। ଏହାକୁ ଚେତନା କୁହାଯାଏ। ଚେତନା ଏଭଳି ଏକ କଥା ଯାହାକୁ ଆମେ ପାର୍ଥିବ ବସ୍ତୁର ଆକୃତି ପ୍ରଦାନ କରିପାରିବା ନାହିଁ। 23. ଈଶ୍ୱରଙ୍କୁ ମୃତ ବୋଲି କିଏ ଓ କାହିଁକି ଘୋଷଣା କରିଥିଲେ? ଈଶ୍ୱରଙ୍କୁ ମୃତ ବୋଲି ନିଟ୍ସେ 1882ରେ ଘୋଷଣା କରିଥିଲେ। ଧର୍ମ ହିଁ ମଣିଷକୁ ଚଳଶକ୍ତିହୀନ କରିଦିଏ। ସେ ପର୍ଯ୍ୟନ୍ତ ଈଶ୍ୱର ବିଶ୍ୱାସ ଥିବ, ମଣିଷ ଏହିପରି ସ୍ଥାଣୁ ହୋଇ ରହିଥିବ। ଏଣୁ ଈଶ୍ୱରଙ୍କର ମୃତ୍ୟୁ ପରେ ହିଁ ତାହା ଦୂର ହୋଇପାରିବ। 24. ଉଦ୍ଭଟତା କ'ଣ ବା ଅବଷ୍ଟ୍ରାକ୍ଟ କ'ଣ? ଉଦ୍ଭଟତାକୁ ନେଇ ପାଶ୍ଚାତ୍ୟ ନାଟ୍ୟଜଗତରେ ଏକ ସାହିତ୍ୟିକ ଯୁଗର ଆରମ୍ଭ ହୋଇଥିଲା। 1883ରେ ଥସ୍ବିକ୍ ଜରାଷ୍ଟ୍ର
ଆତ୍ମପ୍ରକାଶ କଲା ପରେ ପୃଥିବୀରେ ଜନସାଧାରଣ ଭଗବାନ ମୃତ୍ୟୁବରଣ କରିସାରିଛନ୍ତି ବୋଲି ଶୁଣି ସାରିଲେଣି। ଉଦ୍ଭଟତାକୁ ଆଧାର କରି ଯେଉଁ ସାହିତ୍ୟ ସୃଷ୍ଟି ହେଲା ତାହା ବାସ୍ତବଠାରୁ ଭିନ୍ନ ଥିଲା। ପ୍ରଚାରଧର୍ମୀ ବାର୍ତ୍ତା, ଆଦର୍ଶବାଦୀ ପ୍ରେରଣା, ସାମାଜିକ କଥାବସ୍ତୁ ଏଥିରେ ନଥାଏ। କିନ୍ତୁ ପାଠକ ବା ଦର୍ଶକର ଗଭୀରତମ ପ୍ରଦେଶକୁ ଭେଦ କରିବାର ସାମର୍ଥ୍ୟ ଉପରେ ଏହା ଜୋର ଦେଇଥାଏ। ଅସ୍ତିତ୍ୱବାଦୀମାନଙ୍କଦ୍ୱାରା ଉଦ୍ଭଟତାର ପରିସର ପରିବ୍ୟାପ୍ତ ହୋଇଛି। ଅସ୍ତିତ୍ୱବାଦୀ ଉଦ୍ଭଟତା ତିନୋଟି କଥା ଉପରେ ଗୁରୁତ୍ୱ ଦେଇଥାଏ। ମଣିଷ ମଣିଷ ମଧ୍ୟରେ ଥିବା ସମ୍ପର୍କ ଅର୍ଥହୀନ, ମଣିଷ ଓ ସମାଜ ମଧ୍ୟରେ ଥିବା ସମ୍ପର୍କ ମଧ୍ୟ ମୂଲ୍ୟହୀନ, ବସ୍ତୁ ଜଗତ ସହ ମଣିଷର ସମ୍ପର୍କ ଅଯୌକ୍ତିକତା। 25. ଶୂନ୍ୟତାବୋଧର ରହସ୍ୟ କ'ଣ? ଯଦି ମଣିଷ ଅତୀତର ସମସ୍ତ ପ୍ରକାର ବନ୍ଧନରୁ ମୁକ୍ତ, ଯଦି ତା'ର ପାଖରେ ଭବିଷ୍ୟତର ସ୍ୱପ୍ନ ସମ୍ଭାବନା ନାହିଁ, ଏକ କ୍ଷୟଶୀଳ ବର୍ତ୍ତମାନକୁ ନେଇ ସେ ବଞ୍ଚିଛି କିପରି? ଅସ୍ତିତ୍ୱବାଦୀ ସାହିତ୍ୟିକମାନେ ଏ ଧରଣର ବଞ୍ଚିବାକୁ ଶୂନ୍ୟତା ମଧ୍ୟରେ ବଞ୍ଚିବା ବୋଲି ଆଖ୍ୟା ଦିଅନ୍ତି। ଅସ୍ତିତ୍ୱବାଦୀମାନେ ମତବ୍ୟକ୍ତ କରନ୍ତି ଯେ ଶୂନ୍ୟତାକୁ ପ୍ରଥମେ ଅନୁଭବ କରିବା ଏବଂ ପରେ ବ୍ୟକ୍ତ କରିବା ମଧ୍ୟରେ ସାହିତ୍ୟର ସୃଜନଶୀଳତା ନିହିତ। ଅନୁଭବ ସମୟରେ ଶୂନ୍ୟତାବୋଧ କିଛି ମାତ୍ରାରେ ଅନୁଭୂତ ହୁଏ। 26. ବିଚ୍ଛିନ୍ନତାବୋଧ କାହାକୁ କୁହାଯାଏ? ଅସ୍ତିତ୍ୱବାଦୀ ସାହିତ୍ୟରେ ବିଚ୍ଛିନ୍ନତାବୋଧ ଚରିତ୍ର ଓ ପରିବେଶ ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ନିଜ ପାରିପାର୍ଶ୍ୱିକ ପରିବେଶ ଓ ପରିସ୍ଥିତି ସହ ଖାପ ଖୁଆଇ ନ ପାରିବାରୁ ଏହି ଏକାକିତ୍ୱବୋଧର ସୃଷ୍ଟି ହୋଇଥାଏ। କିନ୍ତୁ ସମୟେ ସମୟେ ଏପରି ପରିସ୍ଥିତି ଆସେ, ମଣିଷ ନିଜଠାରୁ ବିଚ୍ଛିନ୍ନ ହେବାର ଅନୁଭବ କରେ। ଆତ୍ମନିର୍ବାସନ ହିଁ ବିଚ୍ଛିନ୍ନତାବୋଧର ମୁଖ୍ୟ କଥା। ଏହାର ରୂପ ମଧ୍ୟ ବିବିଧ। ପାରିବାରିକ ଓ ବ୍ୟକ୍ତିଗତ ସ୍ତରରୁ ଆମେ ବିଚ୍ଛିନ୍ନ। ଆମେ ଆମର ଚିରପରିଚିତ ଅନୁଷ୍ଠାନ, କର୍ମକ୍ଷେତ୍ର, ରାଜନୀତି, ବ୍ୟବସାୟିକ ସଂଗଠନ ଓ ଧର୍ମୀୟ ବିବିଧ ବ୍ୟବସ୍ଥାଠାରୁ ମଧ୍ୟ ବିଚ୍ଛିନ୍ନ। ପ୍ରକୃତିଠାରୁ ମଧ୍ୟ ଆମେ ବିଚ୍ଛିନ୍ନ। ବିଚ୍ଛିନ୍ନତାବୋଧ ହିଁ ସନ୍ଦେହ, ଅବିଶ୍ୱାସ, ନିରକିତ ହେତୁ। ଉଦାହରଣ କେଉଁ ନିର୍ଜନ ଘରର ହତାରୀ ରାତି ଜଗୁଆଳର ମିଞ୍ଜି ମିଞ୍ଜି ଲଣ୍ଠନଟି ପରି ମନଟା ବେଳେ ବେଳେ ଖାଁ ଖାଁ କରେ। ଦର୍ପଣ। ରମାକାନ୍ତ ରଥଙ୍କର କବିତାରେ ନିଃସଙ୍ଗତାବୋଧର ପରିପ୍ରକାଶ କିପରି ଘଟିଛି ସୂଚନା ପ୍ରଦାନ କର। ରମାକାନ୍ତ ରଥଙ୍କ କବିତାରେ ନିଃସଙ୍ଗତାବୋଧର ପରିପ୍ରକାଶ ଘଟିଛି। ନିଃସଙ୍ଗତାବୋଧର ଶେଷ ପର୍ଯ୍ୟାୟ ହେଉଛି ମୃତ୍ୟୁଜନିତ ପୀଡ଼ା ଓ ଯନ୍ତ୍ରଣା। ତାହା ନିର୍ମୁକ୍ତ ପଂକ୍ତିରେ ପ୍ରକାଶିତ। ଅବଶ୍ୟ ମୁଁ ଏତେ ଦିକ୍ଦାର ଯେ ମୁଁ ଭାବେ ମରିଯାନ୍ତି ସରିଯାନ୍ତା। ହା ହୁତାଶ! କିଏ ସେ ପାରିବ ଚଢ଼ି ସେ ସିଡ଼ିର ଶେଷ ପାହାଚକୁ? ଯିଏ ସେତିକି ଚଢ଼େ, ଲମ୍ବିଯାଏ ସେତିକି ସେ ସିଡ଼ି। ସବୁ ସତ୍ୟ ହେବା ସତ୍ତ୍ୱେ ସେ ସିଡ଼ିର ଚଢ଼ାଳି ଭାଗ୍ୟରେ ଆହତ ଅର୍ଥର କ୍ଷୋଭା। ଆହା କେଡ଼େ ଖାବରା ତ୍ରିଶଙ୍କୁ! ରମାକାନ୍ତ ରଥ। ବାସ୍ତବବାଦ କେଉଁ ସାହିତ୍ୟବାଦକୁ ବିରୋଧ କରି ସୃଷ୍ଟି ହୋଇଥିଲା? ବାସ୍ତବବାଦ କଳ୍ପନା, ଅଲୌକିକ ବା ସାହିତ୍ୟିକବାଦକୁ ବା କ୍ଲାସିକବାଦକୁ ବିରୋଧ କରି ସୃଷ୍ଟି ହୋଇଥିଲା। ବାସ୍ତବବାଦର ମୂଳ ଲକ୍ଷ୍ୟ କ'ଣ ଥିଲା? ବାସ୍ତବବାଦର ମୂଳ ଲକ୍ଷ୍ୟ ହେଲା ମାନବୀୟ ମୂଲ୍ୟବୋଧର ପ୍ରତିଷ୍ଠା। ବାସ୍ତବବାଦର ବିଶେଷତ୍ୱ କ'ଣ? ବାସ୍ତବବାଦର ବିଶେଷତ୍ୱ ହେଲା ବାସ୍ତବବାଦ ସମସାମୟିକ ଘଟଣାର ରୂପାୟନ ଉପରେ ଗୁରୁତ୍ୱ ଦେଇଥାଏ। ବାସ୍ତବବାଦର ବିଷୟବସ୍ତୁ ଯାହା ହେଉନା କାହିଁକି ବ୍ୟକ୍ତି ଚରିତ୍ର ତଥା ସ୍ଥାନର ବର୍ଣ୍ଣନା ଉପରେ ପ୍ରାଧାନ୍ୟ ଆରୋପ କରାଯାଇଥାଏ। ବାସ୍ତବବାଦୀମାନେ ଆଞ୍ଚଳିକତା ଉପରେ ଗୁରୁତ୍ୱ ଦେବା ସହିତ ଲୋକୋକ୍ତି, ସାରଳା ଭାଷା ପ୍ରୟୋଗକୁ ଏମାନେ ପସନ୍ଦ କରନ୍ତି। ସମାଜ ବିଜ୍ଞାନ ଓ ବିଜ୍ଞାନ ଆଧାରିତ ଶବ୍ଦ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥାଏ। ବାସ୍ତବବାଦୀ ସ୍ରଷ୍ଟା କେଉଁଠାରୁ ଉପାଦାନ ସଂଗ୍ରହ କରେ? ବାସ୍ତବବାଦୀ ସ୍ରଷ୍ଟା ସମସାମୟିକ ସମାଜ ଜୀବନ ଓ ପରିବେଶରୁ ଉପାଦାନ ସଂଗ୍ରହ କରେ। ବେଲିନ୍ସ୍କିଙ୍କର ଅବଦାନ ସମ୍ପର୍କରେ ଆଲୋଚନା କର। ବାସ୍ତବବାଦୀ ସାହିତ୍ୟର ଅନ୍ୟତମ ପ୍ରମୁଖ ବ୍ୟକ୍ତି ହେଉଛନ୍ତି ବେଲିନ୍ସ୍କି। ବେଲିନ୍ସ୍କି ମାର୍କ୍ସ ଓ ଏଙ୍ଗେଲ୍ସଙ୍କର ସମସାମୟିକ ଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ଏଥିରେ ଥିବା ଦୋଷତ୍ରୁଟିକୁ ଅନୁଭବ କରି ଏହି ସିଦ୍ଧାନ୍ତରୁ ଦୂରେଇ ଗଲେ। ସମୁଦାୟ କ୍ଷେତ୍ରରେ ଦେଖିବାକୁ ମିଳେ ଜାରମାନଙ୍କର ଶୋଷଣ ଓ ସାମନ୍ତବାଦ ବିରୋଧୀ ସ୍ୱର ତାଙ୍କର ଦମିତ୍ରି କାଲିନିନ୍ ନାଟକରେ ପ୍ରତିଫଳିତ। ବାସ୍ତବବାଦକୁ ଇଂରାଜୀରେ କ'ଣ କୁହାଯାଏ? ରିଏଲିଜିମ୍। କିଏ କହିଥିଲେ ମ୍ୟାନ୍ ଇଜ୍ ୟୁଜଲେସ୍ ପର୍ସନ୍? ସାର୍ତ୍ରେ। ଫେନୋମେନୋଲୋଜି ଶବ୍ଦର ଗତପାଟି କାହାର ଏବଂ ଏହା କେବେ ପ୍ରତିଷ୍ଠିତ ହୋଇଥିଲା ଓ ଏହାର ଅର୍ଥ କ'ଣ? ସାର୍ତ୍ରେଙ୍କ ଗୁରୁ ଏଡମଣ୍ଡ ହସର୍ଲ ଥିଲେ ଫେନୋମେନୋଲୋଜି ଶବ୍ଦର ପ୍ରବର୍ତ୍ତକ ଏବଂ 1905ରେ ଏହା ପ୍ରତିଷ୍ଠିତ ହୋଇଥିଲା। ଏହାର ଅର୍ଥ ହେଉଛି ଘଟଣା।
କାମ୍ୟୁଙ୍କର ଦୁଇଟି ଉପନ୍ୟାସ କ'ଣ? ଆଉଟସାଇଡର ଏବଂ ପ୍ଲେକ୍। କାମ୍ୟୁଙ୍କର ପ୍ରବନ୍ଧ ଦୁଇଟି କ'ଣ? ମିଥ୍ ଅଫ୍ ସିସିଫସ୍ ଓ ଦରବେଲ୍। ଇଂଲଣ୍ଡର ରୋମାଣ୍ଟିକ୍ କବି କ'ଣ କିଏ? ୱିଲିୟମ ୱର୍ଡସୱର୍ଥ 1750-1850, ଏସ୍.ଟି. କଲେରିଜ୍ 1772-1834, ଜନ୍ କିଟ୍ସ 1795-1821, ପି.ବି. ଶେଲି 1792-1872। ବାସ୍ତବବାଦୀ ଚିନ୍ତାଧାରାକୁ କେଉଁମାନେ ଜନପ୍ରିୟ କରିଥିଲେ? ସାଣ୍ଡ-ପିପ୍, ଉପଟେନ୍, କାର୍ଲ ମାର୍କ୍ସ, ମାଥ୍ୟୁ ଆର୍ନୋଲ୍ଡ, ଚେନିସଭସ୍କି, ରସ୍କିନ୍, ଟଲଷ୍ଟୟ। ମାଥ୍ୟୁ ଆର୍ନୋଲ୍ଡଙ୍କ ମତରେ କବିତାର ଅର୍ଥ କ'ଣ? ଜୀବନର ବ୍ୟାଖ୍ୟା। ରସ୍କିନ୍ କେଉଁ ଉପରେ ଗୁରୁତ୍ୱାରୋପ କରିଥିଲେ? କଳା। ଅର୍ଥଶାସ୍ତ୍ର ରୂପରେଖ କିଏ ରଚନା କରିଥିଲେ? ଏନ୍.ସି. ଚେନିସଭସ୍କି। ହ୍ୱାଟ୍ ଇଜ୍ ଟୁ ବି ଡନ୍ ନାମରେ ଦର୍ଶନ ଭିତ୍ତିକ ସାମାଜିକ ଉପନ୍ୟାସ ରଚନା କରିଥିଲେ ଲେନିନ୍। ବାସ୍ତବବାଦୀ ଓଡ଼ିଆ କବିମାନଙ୍କର ନାମ ଲେଖ। ସଚ୍ଚିଦାନନ୍ଦ ରାଉତରାୟ, ଅନନ୍ତ ପଟ୍ଟନାୟକ, ମନମୋହନ ମିଶ୍ର, ରଘୁନାଥ ଦାସ, ଲକ୍ଷ୍ମୀଧର ନାୟକ, ସୁନନ୍ଦ କର। ପ୍ରତୀକକୁ ଇଂରାଜୀରେ କ'ଣ କୁହାଯାଏ? ଏହାର ଅର୍ଥ କ'ଣ? ପ୍ରତୀକକୁ ଇଂରାଜୀରେ ସିମ୍ବଲ କୁହାଯାଏ। ଏହାର ଅର୍ଥ ହେଉଛି ଚିହ୍ନ, ସଂକେତ, ପ୍ରତିରୂପ ବା ପ୍ରତିନିଧି। ଏହି ପ୍ରତୀକବାଦର ପ୍ରତିଷ୍ଠାତା କିଏ? ଅର୍ନେଷ୍ଟ କାସିର ହେଉଛନ୍ତି ପ୍ରତୀକବାଦର ପ୍ରତିଷ୍ଠାତା। 1874-1941 ହେଉଛି ତାଙ୍କର ସମୟସୀମା। ପ୍ରତୀକକୁ କେତେ ଭାଗରେ ବିଭକ୍ତ କରାଯାଇଛି? କ'ଣ କ'ଣ? ପ୍ରତୀକକୁ 4 ଭାଗରେ ବିଭକ୍ତ କରାଯାଇଛି। ଭାବପ୍ରଧାନ ପ୍ରତୀକ, ଅନ୍ତର୍ଦୃଷ୍ଟି ପ୍ରଧାନ ପ୍ରତୀକ, ବାସ୍ତବ ପ୍ରତୀକ, ପରମ୍ପରାଗତ ପ୍ରତୀକ। କଳା କାହାର ପ୍ରତୀକ? ମୃତ୍ୟୁ, ଅଜ୍ଞତା, ପାପର ପ୍ରତୀକ। ଚିତ୍ରକଳ୍ପର ଅର୍ଥ କ'ଣ? ଚିତ୍ରକଳ୍ପକୁ ଇଂରାଜୀରେ ଇମେଜ୍ କୁହାଯାଏ। ଇମେଜ୍ର ଅର୍ଥ ଚିତ୍ର। ୱାର୍ଡସୱର୍ଥ କଲେରିଜ୍ ଇମେଜ୍କୁ ମେଟାଫୋର ଓ ସିମିଲି ଭାବରେ ପ୍ରୟୋଗ କରିଛନ୍ତି। କଲେରିଜ୍ଙ୍କ ମତରେ ଚିତ୍ରକଳ୍ପର ଅର୍ଥ କ'ଣ? ଇମେଜ୍ ହାଉଏଭର ବିୟୁଟିଫୁଲ୍ though faithfully copied from a nature, and as accordings represented in words do not for themselves characterize the poet। ଏଚ୍.ଜି. ଲୁଇସଙ୍କର ପ୍ରବନ୍ଧ କେବେ ପ୍ରକାଶ ପାଇଥିଲା? 1895ରେ ଏଚ୍.ଜି. ଲୁଇସଙ୍କର ଡିଷ୍ଟିଂସ୍ଡ ଇମେଜ୍ ନେସେସରୀ ନାମକ ପ୍ରବନ୍ଧ ପ୍ରକାଶ ପାଇଥିଲା। ପାଉଣ୍ଡଙ୍କର ସମ୍ପାଦନାରେ ଡ୍ୟାସ୍ ଇମେଜିଷ୍ଟ ଏନ୍ଥୋଲୋଜି ନାମକ ସଂକଳନ ପ୍ରକାଶ ପାଇଲା। ଚିତ୍ରକଳ୍ପ କେବଳ ଏକ ଶବ୍ଦ ନୁହେଁ, ଏକ ମୁଭମେଣ୍ଟ ବୋଲି କିଏ କହିଥିଲେ? ଏଫ୍.ଆର୍. ଲେଭିସ୍। କ୍ଲାସିକ୍ ଶବ୍ଦର ଅର୍ଥ କ'ଣ? କ୍ଲାସିକ୍ ଶବ୍ଦର ଅର୍ଥ ହେଲା କ୍ଲାନ୍, ଗ୍ରୁପ୍, ସବ୍-ଡିଭିଜନ୍। କ୍ଲାସିକ୍ ଶବ୍ଦ କ୍ଲାସିକ୍ୟୁରୁ ଆନିତ। ଫ୍ରାନ୍ସରେ ଚତୁର୍ଥ ଲୁଇଙ୍କ ରାଜତ୍ୱ ସମୟକୁ କ୍ଲାସିକ୍ ଯୁଗ ନାମରେ ଅଭିହିତ କରାଯାଇଥିଲା। ଖ୍ରୀଷ୍ଟପୂର୍ବ ତୃତୀୟ ଶତାବ୍ଦୀରେ ଅଭିଜାତ ବର୍ଗର ସାହିତ୍ୟିକ ସୃଷ୍ଟିକୁ କୁହାଗଲା କ୍ଲାସିକ୍ ସାହିତ୍ୟ। କ୍ଲାସିକବାଦର ବୈଶିଷ୍ଟ୍ୟଗୁଡ଼ିକ କ'ଣ? ପ୍ରକୃତି ପରମ୍ପରା ପ୍ରତି ସମ୍ମାନବୋଧ, ଆଦର୍ଶ ଚରିତ୍ରର ରୂପାୟନ, ବୌଦ୍ଧିକ ଚାତୁର୍ଯ୍ୟ ଉପରେ ଗୁରୁତ୍ୱ, ରୀତିବଦ୍ଧତା, ନୀତି ଓ ଆନନ୍ଦ ପ୍ରଦାନ, ବୀରଗାଥା, ନଗରକେନ୍ଦ୍ରିକ ସଭ୍ୟତା। କେଉଁ ଯୁଗକୁ କ୍ଲାସିକ୍ ଯୁଗ କୁହାଯାଏ? ଏଲିଜାବେଥାନ୍ ଯୁଗକୁ କ୍ଲାସିକ୍ ଯୁଗ କୁହାଯାଏ। କ୍ଲାସିକ୍ ସାହିତ୍ୟର ଉଦାହରଣ ଦିଅ। ଫକୀରମୋହନଙ୍କର 6 ମାଣ 8 ଗୁଣ୍ଠ ଏବଂ ମାମୁଁ ଉପନ୍ୟାସ, ରାଧାନାଥ ରାୟଙ୍କର ମହାଯାତ୍ରା କବିତା, ଗୋପୀନାଥ ମହାନ୍ତିଙ୍କର ଉପନ୍ୟାସ ମାଟି ଓ ମଟାଳ, କାଳିନ୍ଦୀ ଚରଣଙ୍କର ମାଟିର ମଣିଷ ଏବଂ ସୁରେନ୍ଦ୍ର ମହାନ୍ତିଙ୍କର ନୀଳଶୈଳ। ଏହା ହେଉଛି କ୍ଲାସିକ୍ ସାହିତ୍ୟର ଉଦାହରଣ। ରୋମାଣ୍ଟିକ୍ ଶବ୍ଦ କେଉଁ ଭାବରେ କାହା ଦ୍ୱାରା ପ୍ରଚଳନ ହୋଇଥିଲା? ରୋମାଣ୍ଟିକ୍ ଶବ୍ଦ ରୋମାଣ୍ଟିକ୍ୟୁ ଶବ୍ଦରୁ ଆନିତ। ଏହା ରୁସୋଙ୍କ ଦ୍ୱାରା ଫରାସୀ ଶବ୍ଦ ରୋମାନ୍ସରୁ ଆନିତ। ରୋମାଣ୍ଟିକ୍ ଚେତନାର ସଂଜ୍ଞା ଗୋଥେ କ'ଣ କହିଥିଲେ? ରୋମାଣ୍ଟିସିଜମ୍ ଏ ଡିଜିଜ୍, କ୍ଲାସିସିଜମ୍ ଏ ହେଲ୍ଥ। ଅର୍ଥାତ୍ ରୋମାଣ୍ଟିସିଜମ୍ ରୁଗ୍ଣତାର ପରିଚାୟକ କିନ୍ତୁ କ୍ଲାସିକବାଦ ସ୍ୱାସ୍ଥ୍ୟବାନ। କାହା ମତରେ ରିନାସା ୱାଣ୍ଡର ଅର୍ଥାତ୍ ବିସ୍ମିତ ଭାବନାର ପୁନର୍ଜାଗରଣ? ୱାଟର୍ସ-ଡଣ୍ଟନ୍। ରୁସୋଙ୍କର ଏମିଲି ଦ ସୋସିଆଲ କଣ୍ଟ୍ରାକ୍ଟ, ନ୍ୟୁ ହୋରାସ୍ ଗ୍ରନ୍ଥ କେଉଁ 3ଟି କଥା ଉପରେ ଗୁରୁତ୍ୱ ଦେଇଥିଲା? ମଣିଷର ଜୀବନର ସର୍ବୋଚ୍ଚ ଅଧିକାର, ପ୍ରକୃତି ସହିତ ମାନବର ସମ୍ବନ୍ଧ, ପ୍ରେମର ପରାକାଷ୍ଠା। ମ୍ୟାନ୍ ଇଜ୍ ବର୍ନ ଫ୍ରି ବଟ୍ ଏଭ୍ରିୱେର୍ ହି ଇଜ୍ ଚେନ୍ସ। ଏହା କାହାର ଉକ୍ତି? ରୁସୋ। ପ୍ରିଫେସ୍ ଟୁ ଲିରିକାଲ ବାଲାଡ୍ସ କାହାର ରଚନା? ୱାର୍ଡସୱର୍ଥ। ରୋମାଣ୍ଟିକ୍ ଚେତନାର ମୁଖ୍ୟ ବିଭାଗଗୁଡ଼ିକ କ'ଣ କ'ଣ? ରୋମାଣ୍ଟିକ୍ ଚେତନାର ମୁଖ୍ୟ ବିଭାଗଗୁଡ଼ିକ ହେଲା କଳ୍ପନାପ୍ରବଣତା, ପ୍ରକୃତି ପ୍ରତି ଆତ୍ମୀୟତା, ବୁଦ୍ଧିବାଦ, ବିରୋଧୀ ସ୍ୱର, ବ୍ୟକ୍ତିବାଦୀ ଚେତନା ଏବଂ ସୌନ୍ଦର୍ଯ୍ୟବୋଧ।